ରାତି ପାଇଲେ ମାଣବସା ଗୁରୁବାର ମୁଣ୍ଡ ତ ଛଡ଼ାନ୍ତିନି। ମୁଁ ଆଜିଠୁ ଛଡ଼ାଇ ଦେଇଥିଲି। ଠାକୁରଙ୍କୁ ନେଇକି ଆସିକି ରଖିଦେଲି। ସବୁ ବ୍ୟାଗ୍ ପତ୍ର ଏଠି ମଧ୍ୟ ସଜାଡ଼ିକି ରଖିଦେଇଛି। ଠାକୁରଙ୍କୁ ସାଙ୍ଗରେ ନେଇଗଲେ ସିଏ ପିଠା ଖାଇବେ, ସେଥିପାଇଁ ତାଙ୍କୁ ନେଇଯାଇଥିଲି ଗାଁକୁ। ଠାକୁରଙ୍କୁ ଆଣିକି ଗାଁକୁ ଆସିଲି ହେରି। ରାମ ମୁଁ ପ୍ରଥମେ ଆସିଲୁ। ଦେଖନ୍ତୁ ଠାକୁରଙ୍କୁ ଆଣିକି ଠାକୁରଙ୍କ ଜାଗାରେ ରଖିଦେଇଛି। ବୋଉ ଏଠି ଠିଆ ହେଇଥିଲେ, ତ ଦେଖନ୍ତୁ ଆମ ବୋଉଙ୍କୁ। ତାପରେ ନା ବୋଉ ବସିକି କଥା ହେଲେ, ମୁଁ ଟିକେ ସେ ଭିତରେ ଭଜା କରିଦେଇଥିଲି, କାରଣ ବୋଉ ଭାତ ସନ୍ତୁଳା ବନେଇ ଦେଇଥିଲେ। ଭାତ ସନ୍ତୁଳା ଭଜା ଦେଇକି ଆମେ ଭାତ ଖାଇ ଦେଇଥିଲୁ। ତାପରେ ମୁଁ ବସିଥିଲି ଚୁନା ବିରି କରିବା ପାଇଁ। ପ୍ରଥମେ ଚାଉଳ ଚୁନା କରିଥିଲି ମଣ୍ଡା ପିଠା କରିବା ପାଇଁ, ତାପରେ ବିରି ଚାଉଳକୁ ବାଟିଥିଲି ଚକୁଳି କରିବା ପାଇଁ। ତାପରେ ଯାଇକି ଅଗଣାଟାକୁ ଟିକେ ରଙ୍ଗ ମାଟିରେ ଗୋଲ ଗୋଲ କରିକି ଲେପି ଦେଇଥିଲି ଚିତା ପକେଇବି ବୋଲି। ପ୍ରଥମେ ମୁଁ ମାଣରେ ଚିତା ଲେଖି ଦେଇଥିଲି, ତାପରେ ମଧ୍ୟ ରଙ୍ଗ ମାଟିରେ ଯେଉଁ ପକେଇଥିଲି ଅଗଣାରେ ସେଗୁଡ଼ା ଚିତା ଲେଖି ଦେଇଛି। ସେଗୁଡ଼ା ଶୁଖିନି, ମୁଁ ଆପଣଙ୍କୁ ସେଗୁଡ଼ା କାଲି ଦେଖେଇବି। ସନ୍ଧ୍ୟା ହେଇଥିଲା। ତାପରେ ମୁଁ ବନେଇଥିଲି ପୁର ଟିକେ, ସୁଜି ପିଠା ଆଗ ଛାଣି ଦେଇଥିଲି, ତାପରେ ଛାଣିଥିଲି ବସିକି ବରା। ଦେଖନ୍ତୁ ଆମ ନାନୀ ଆସିଯାଇଛନ୍ତି। ବାକି ଗୁରୁବାରେ କ'ଣ ହେଲା ଆପଣଙ୍କୁ ସବୁ କାଲି କହିବି। ବାଏ ବାଏ।